ଖପୁରୀଟା ତୋ ପାଖରେ ଅଛି ଆଉ ମୁଁ ଶଳାଟି ଏଠି ବାରେଇ ଛାଟେଇ ହଉଛି। ତୁ ଠିକ କହିଛୁ ରେ ମହେଶ ବାବୁ, ତୋ ଖପୁରୀଟାକୁ ମାନିବାକୁ ପଡ଼ିବ। ଯା ଶଙ୍କରା ଯା, ତୋ ଭଉଣୀକି ବୁଝେଇ ଦେ। ଆରେ ଏମିତି କନ ମନ୍ତ୍ର ଦେବୁ ସେ ଶଳା ଟୋକାଟା ଯେମିତି ଆମ କଥାରେ ବସୁଟ ହବ। କିନ୍ତୁ ରାଧା କିନ୍ତୁ ନୁହେଁ ଶଙ୍କର, ଏଇଟା ତୋ ଦାୟିତ୍ୱ। ଆଡ ଏନି କାଷ୍ଟ ସେ ଟୋକାଟା ଆମ କବ୍ଜାକୁ ଆସିବ। ଆଉ ଏ କାମଟା ତୁ କରିବୁ। ଯଦି ସେ ଟୋକା ରାଧା କଥା ନ ଶୁଣେ? ଆରେ ଶୁଣିବ, ନିଶ୍ଚୟ ଶୁଣିବ। ଆରେ ପ୍ରେମ କରୁଛି ଟି, ଶୁଣିବନି କେମିତି? ଆଉ ଯଦି ନ ଶୁଣେ ତୁ ଭାବି ନବୁ ଯେ ସେ ଟୋକାଟା ତ ଭଉଣୀର ମନକୁ ଭଲ ପାଉଛି। ସେ ଭଲ ପାଉଛି ତା ସୁନ୍ଦରିଆ ଦେହଟାକୁ। ହେଲେ ସାର୍, ଯଦି ରାଧା ମୋ ପ୍ରସ୍ତାବରେ ରାଜି ନ ହୁଏ? ସବୁଦିନ ପାଇଁ ଦୁଇ ଜଣଙ୍କ ପ୍ରେମ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପକେଇବେ। ଆଉ ତୁ ବସିବୁ, ସେ ଦିଟା ତୋ ପଛରେ ପଡ଼ିବେ।